ସାଇକୋଲୋଜି କହିଥାଏ ଯଦି ଆପଣ ଆପଣଙ୍କ ବାଣ୍ଡଟିକୁ ଘୋଡ଼ା ବାଣ୍ଡ ପରି ଲମ୍ବା କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ରାତିରେ ଏହି ତେଲ ଲଗାଇ ମାଲିସ କରନ୍ତୁ। ବାଣ୍ଡଟି ଏତେ ଲମ୍ବା ଓ ମୋଟା ହୋଇଯିବ ଯେ ସ୍ତ୍ରୀ ସନ୍ତୁଷ୍ଟ ହେବା ସହିତ ଦିବାନୀ ମଧ୍ୟ ହୋଇଯିବ। ତେଣୁ ପ୍ରତିଦିନ ରାତିରେ ଲିଫ୍ଟ ଅଫ୍ ଅଏଲ୍ ମାଲିସ କରନ୍ତୁ। ଏହା ଆପଣଙ୍କ ବାଣ୍ଡଟିକୁ ମଜବୁତ କରିବା ସହିତ ଗେହିବା ଟାଇମିଂକୁ ମଧ୍ୟ ବଢ଼ାଇଥାଏ। ଏହିସବୁ ପ୍ରୟୋଗ କରିବା ଦ୍ୱାରା ସ୍ତ୍ରୀ ବେହୋସ ହୋଇଯିବ ପଛେ କିନ୍ତୁ ପାଣି ବାହାରିବ ନାହିଁ। ସାଇକୋଲୋଜି କହିଥାଏ ଏହି 3 ପ୍ରକାରର ମହିଳା ସବୁଠାରୁ ଅଧିକ ସେକ୍ସ କରିଥାନ୍ତି। ପ୍ରଥମତଃ ହେଉଛି ଯେଉଁ ଭାଉଜମାନଙ୍କୁ ଅତି ସହଜରେ ପଟେଇ ଆପଣ ତାଙ୍କ ସହିତ ବହୁତ ସାରା ଗିହାଗି କରିପାରିବେ। ପ୍ରଥମ ମହିଳା ଯାହାର ପଛପଟ ଅଧିକ ଚଉଡ଼ା ହୋଇଥାଏ। ଦ୍ୱିତୀୟ ମହିଳା ଯାହାର 2ଟି ଯାକ ଦଦି ଉଳି ପଡ଼ିଥାଏ। ତୃତୀୟ ମହିଳା ଯିଏକି ନିଜ ସ୍ତନ ଓ ନାଭିକୁ ଦେଖାଇ ପୁଣି ଲୁଚେଇ ଦେଇଥାଏ। ସାଇକୋଲୋଜି କହିଥାଏ ଯେଉଁ ପୁରୁଷ ଶାରୀରିକ ସମ୍ପର୍କ ବନାଇବା ବିଷୟରେ ଦିନରାତି ଭାବିଥାନ୍ତି ତେବେ ସେ ନିଜ ମହିଳା ସାଥୀଙ୍କୁ କେବେ ବି ସନ୍ତୁଷ୍ଟ କରିପାରିନଥାନ୍ତି, କାରଣ ଏମିତି ପୁରୁଷର ପାଣି ବହୁତ ଜଲ୍ଦି ବାହାରି ଯାଇଥାଏ। ସାଇକୋଲୋଜି କହିଥାଏ ଗୋଟେ ସ୍ତ୍ରୀ ଶାରୀରିକ ସମ୍ପର୍କ ବନାଇବା ସମୟରେ ଚରମ ସୀମାରେ ପହଞ୍ଚିବା ପରେ ନିଜ ବିଆରୁ ପାଣି ବାହାରିଥାଏ। ସାଇକୋଲୋଜି କହିଥାଏ ଯଦି ବିଛଣା ଉପରେ ଗେହିବା ସମୟରେ ଆପଣଙ୍କ ପାଣି ବହୁତ ଜଲ୍ଦି ବାହାରି ଯାଉଛି ଓ ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଗେହିବାକୁ ଚାହୁଁଛନ୍ତି ତେବେ ଏହି ଉପାୟ ନିଶ୍ଚୟ କରନ୍ତୁ। 250 ml ଗରମ କ୍ଷୀର ନିଅନ୍ତୁ। ଏଥିରେ 2ଟି ପାଚିଲା କଦଳୀକୁ ଖଣ୍ଡ ଖଣ୍ଡ କରି କାଟି ପକାନ୍ତୁ ଓ ଏସବୁକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ନିଅନ୍ତୁ। ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ଥଣ୍ଡା ହେବା ପରେ ଏହାକୁ ରାତିରେ ଖାଇବାର 1 ଘଣ୍ଟା ପରେ ପିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଗେହିବାର ସମୟ ବଢ଼ିବା ସହିତ ବାଣ୍ଡଟି ରାତି ସାରା ଠିଆ ହୋଇ ମଧ୍ୟ ରହିବ। ସାଇକୋଲୋଜି କହିଥାଏ ସବୁଦିନ ଭଲ ହୋଇ ନପାରେ କିନ୍ତୁ ସବୁଦିନ ଭଲ କିଛି ନିଶ୍ଚୟ ହୋଇଥାଏ। ସାଇକୋଲୋଜି କହିଥାଏ ଜୀବନରେ କେହି ସାଥ ଦିଅନ୍ତୁ ବା ନ ଦିଅନ୍ତୁ ନିଜେ ହିଁ ଆଗକୁ ବଢ଼ନ୍ତୁ, କାରଣ ନିଜଠାରୁ ଭଲ ସାଥୀ ଆଉ କେହି ବି ନାହାନ୍ତି।